ଜୟ ଜଗନ୍ନାଥ ସାଙ୍ଗ, ମୁଁ ଅଭିଷେକ ମିଶ୍ର, ଅଭିଷେକ ୟୁଟ୍ୟୁବ ଚ୍ୟାନେଲ ଆଉ ଗୋଟେ ଭିଡ଼ିଓରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ପଛ ଭିଡ଼ିଓରେ ମୁଁ କହିଥିଲି ଯୋଉ ମୋର ରିଟର୍ନ ପ୍ୟାକେଟ୍ ଗୁଡ଼ାକ ଥିଲା ତାକୁ ମୁଁ କ୍ଲେମ୍ କରିବି ମେସୋରେ, କାରଣ ସେନୁ କୋରିଅର ରିଟର୍ନ କେତେଟା ଅଛି ଆଉ ଆଫ୍ଟର ରିଟର୍ନ ଅଛି ଯୋଉଗୁଡ଼ାକ ମୋତେ ସେଇ 60 ଟଙ୍କା ଲେଖା ପଡ଼ିଥିଲା, ତ ତାକୁ ଏବେ ମୁଁ କ୍ଲେମ୍ କରି पहले ही फैसला कर ले। ये 50 सेंट्स ऑफ बकचोदी मुझे समझ में नहीं आ रही है। क्या 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 चाहिए, क्या किस चीज की जरूरत है तुझे? କାରଣ ଏବେ ତା ଭିତରୁ ମୁଁ 2ଟା କି 3ଟା ଦେଇ ସାରିଛି। ଏତିକ ଦେଖିପାରୁଥିବେ, ଏଗୁଡ଼ାକ ଯେତିକ ଆମେ କାଷ୍ଟମର ରିଟର୍ନ ତାକୁ ଅଲଗା କରିଦେବା। ଏବେ ଆମେ ଏଗୁଡ଼ା ରହିଲା ଏତିକ ଦେଖିପାରୁଥିବେ, ଏତିକ ହେଲା ଆମ କତର କାଷ୍ଟମର ରିଟର୍ନ ଅଛି, ଆଉ ଏତିକ ଯେତିକ ଅଛି କୋରିଅର ରିଟର୍ନ ଅଛି। ଏତିକ ହୁଏତ କ୍ୟାନସେଲ ସେମାନେ କରୁଛନ୍ତି, ନହେଲେ ନବା ପାଇଁ ମନା କରୁଛନ୍ତି। ଯାହାକୁ ଏତିକି କ୍ୟାନସେଲ ହେଇଛି ୟାକୁ ତ କ୍ଲେମ୍ କରିହେବନି, ଆଉ କ୍ଲେମ୍ କରିନେ ବି ଏହାର ଫୁଲ୍ ପେମେଣ୍ଟ ଆମକୁ ମିଳେ ନାହିଁ। କେବଳ 20 କି 30 ଟଙ୍କା ଯାହା ମିସିଂ ଠିକ୍ କରିକି ଦେଖିବା ସେତିକ ହିଁ ମିଳିବ। ଆଉ ଏତିକ ବାକି ଯେତିକ ରହିଲା ଏତିକକୁ ଆମେ ଏବେ କ୍ଲେମ୍ କରିବା। ତ ଚାଲନ୍ତୁ ମୁଁ ଏବେ ଦେଖଉଛି। ଏଇଟା ରହିଲା ଏହାର AWP ନମ୍ବର, ଏଇଟାକୁ ସ୍କାନ୍ କରିକି ଆମେ ଭଲ କିନା ପ୍ୟାକେଟକୁ ଭିଡ଼ିଓ ରେକର୍ଡ କରିବା। ରେକର୍ଡ କରିକି ଦେଖିଲା ପରେ ଯାଇକି ଆମକୁ ଏହାର ପେମେଣ୍ଟଟି ମିଳିବ। ତ ଚାଲନ୍ତୁ ଫାଷ୍ଟ ଆଗେ ଆମେ ୟାର ଫଟୋ ଉଠେଇବା ଭଲ ଭାବରେ। ଆଉ ଭଲ ଭାବରେ ଫଟୋ ଉଠେଇବା ଦୂରରୁ, ଏତେ ଭଲ ଭାବରେ ଫଟୋ ଉଠେଇବା। ତାପରେ ଆମକୁ ୟାର ଭିଡ଼ିଓ ଗୋଟେ ବନେଇବା ପାଇଁ ପଡ଼ିବ। ତାପରେ ୟାର ପ୍ୟାକେଟରୁ କିଛି ଦେଇକି କି ଦେଇନି ଦେଖିବା ପାଇଁ ପଡ଼ିବ। ଭଲ ଭାବରେ ଏଇଭଳିଆ ଚାରି ସାଇଡ୍ରୁ ଆମକୁ ଭଲ ଭାବରେ ଦେଖିବା ପାଇଁ ପଡ଼ିବ। ତାପରେ ଏଇଭଳିଆ ଆମେ ଦେଖି ସାରିଲା ପରେ ଦେଖନ୍ତୁ ଆମେ ଏଇଭଳିଆ ସବୁବେଳେ ଦେଖି ସାରିଲା ପରେ ୟାକୁ ଆମେ ଛିଡ଼ି ପାରିବୁ। ଭିଡ଼ିଓ ଷ୍ଟପ୍ କରୁଛି। ଆମେ ୟାକୁ ଏଇଭଳିଆ ଛିଡ଼ିଦେବା। ଛିଡ଼ି ଦେଇ ସାରିଲା ପରେ ୟାକୁ ଆମେ ଦେଖିପାରୁଥିବେ ଏଇ ଯୋଉ ଚାରିଟା ଅଛି, ଏଇ ଚାରିଟା ଯୋଉ ଆମର ଅଛି, ୟା ଭିତରୁ ଆମେ କ'ଣ କରିବା ନା ଧନ୍ୟ ମିସିଂ ଯଦି ଥିବ ଗୋଟେ କି ଦିଟା, ତାହେଲେ ତାର ପ୍ରଡକ୍ଟର ଫଟୋ ପ୍ଲସ୍ ଏଇଭଳିଆ ରଖିବା। ଏଇଟା ଆମର ମିସିଂ ଅଛି, ୟାକୁ ଭିଡ଼ିଓରେ ଦେଖେଇବା ପ୍ଲସ୍ ଏଇଭଳିଆ ଇମେଜ ଗୋଟେ ଉଠେଇବା ଯେ ଆମକୁ 3ଟା ରିସିଭ୍ ହେଲା। ତାପରେ ପ୍ୟାକେଟ୍ ସହ ୟାର ଗୋଟେ ଭଲ ଇମେଜ ରଖିବା। ଇମେଜ ଆଉ ଭିଡ଼ିଓ ଗୋଟେ ରେକର୍ଡ କରି ସାରିଲା ପରେ ଆମେ ତାକୁ ଗୋଟେ ଏଡିଟିଂ କରିକି ଛୋଟଟେ 3ରୁ 5-10 MB ଭିତରେ ଭିଡ଼ିଓଟାକୁ କରିକି ଆମକୁ ଛାଡ଼ିଦେବା ପାଇଁ ପଡ଼ିବ। ଛାଡ଼ିଦେଲେ ମେସୋ 24ରୁ 48 ଘଣ୍ଟା ଟାଇମ୍ ଲାଗେ, 72 ଘଣ୍ଟା କିନ୍ତୁ ଟାଇମ୍ ଲାଗେ। ତାର ଟ୍ରାକିଂ ସେମାନଙ୍କର ଭେରିଫିକେସନ ସକ୍ସେସଫୁଲ ହେଲେ ସେ ଆମକୁ 20ରୁ 30 ଟଙ୍କା ଦେବେ। ତ ଚାଲନ୍ତୁ ଫାଷ୍ଟଟା ତ ମୁଁ କରିପାରିଲିନି କାରଣ ଥିଲା। ଚାଲନ୍ତୁ ମୁଁ ନେକ୍ସଟ ଗୁଡ଼ାକ ଦେଖୁଛି, କାରଣ ୟାର ତ ପ୍ରଡକ୍ଟ ସବୁ 4ଟା ଯାକ ଥିଲା। ତ ୟାକୁ ତ କ୍ଲେମ୍ କରିନି କିଛି ଆମକୁ ମିଳିବାର ନଥିଲା। କିଛି ସିଏ ରେକର୍ଡ କରି ତ ଗୋଟେ ଫଟୋ ଉଠେଇବା। ଏଇଟାର ଫଟୋ ଉଠା ଭୁଲିକିନା ପୁରା ପାଖକୁ ଅଛି ଭଲ କିନା ଉଠା। ଏଇଟା ଯେତେ ଦେଖାଯାଉଥିବ ଏଇଟା। ହଁ ଉଠା ଫଟୋ, ଭିଡ଼ିଓ ନୁହେଁ ଫଟୋ। ଆଉ ଗୋଟେ ଫଟୋ ଉଠା ତାପରେ ଏଇଟା ଗୋଟେ ଉଠା। ତାପରେ ଭିଡ଼ିଓ করে ପ୍ଲେ କର। ଭିଡ଼ିଓ ପୁରା ପାଖରୁ ପ୍ଲେ କର। ଏଇଟା ଦେଖାଯାଉଥିବ। ଦୂରିଆ ଆଉ ଟିକେ ଦୂରକୁ। ହଁ ସେଇଠି ଦେଖିପାରୁଥିବେ। ଏଇଟା ଆମେ ଏବେ ଭଲ ଥିଲା କହି ଚାମଚକୁ ଧରିବା ପାଇଁ। ତ ଏଇଟା ଦେଖିପାରୁଥିବେ ଏଇଭଳିଆ ଯେତେବେଳେ ବି ରିଟର୍ନ ଆସିବ ଆପଣ ବି ଏଇଭଳିଆ କରିବେ କ୍ଲେମ୍ କରିବା ପାଇଁ। ଏ ଦେଖନ୍ତୁ ସବୁଆଡ଼େ ଆମେ ଭଲ ଭାବରେ ଦେଖି ସାରିଲା ପରେ ଚାରିଆଡ଼େ ଦେଖନ୍ତୁ ଏଇଟାକୁ ଆମ ସାଇଡ୍ ଗୁଡ଼ା ବି ଏଇଭଳିଆ ଦେଖିବା ପାଇଁ ପଡ଼ିବ ଯେ ଆମେ କିଛି ଆଗରୁ କିଛି ଛିଡ଼ିନି କି କଟି ନାହିଁ। ତ ଏଟା ବି ଦେଖିପାରୁଥିବେ। ଦେଖି ସାରିଲା ପରେ ଆମେ ୟାକୁ ଛିଡ଼ିବା ପାଇଁ ପଡ଼ିବ। ଏଭଳି ଆମେ ଛିଡ଼ିଦେବା। ଛିଡ଼ି ଦେଇ ସାରିଲା ପରେ ଦେଖନ୍ତୁ ତାପରେ ଏଇଠି ଦେଖିପାରୁଥିବେ ଦେଖିବା ୟା ଭିତରେ ଆମକୁ 2ଟା ରିସିଭ୍ ହବ। ଦେଖିପାରୁଥିବେ ଏ 2ଟା ରିସିଭ୍ ହବ। ୟାକୁ ଆମେ ଭଲ କିନା ଫଟୋ ଉଠିବା। ଫଟୋ ଉଠିଲେ ତ ଏଇଟା ଦେଖିପାରୁଥିବେ ଗୋଟେ ଗଲା। এইভଳିଆ ବାକି ଆମେ ସବୁ ବି এইଭଳିଆ ଟ୍ରାକ୍ କରିଦବା। ଏଟାର 4ଟା ଅଛି, ଏଟାକୁ କିଛି କରିହବ ନାହିଁ କାରଣ ଫୁଲ୍ ଗୁଡ଼ାକ 4ଟା ଅଛି ଦେଖିପାରୁଥିବେ।
ଦିଟା ଏଠି ଦେଖିବ ଦିଟା ରଖିନି ଏଠି ବାକି ଦେଖୁଛି ଚାରିଟା ଏନୋଫିଲ କିଛି କରି ହବନି ବାକି ଏଇଟାର ଦେଖିବା କଣ ଅଛି କି ନା ନାହିଁ। ଏଇଟାର ଦେଖିପାରୁଥିବେ ମୁଁ ଦେଇଥିଲି 5ଟା କି 6ଟା କିନ୍ତୁ ଯିଏ ରିଟର୍ନ କରୁଛନ୍ତି ସେ କାଢି ନେଇଛନ୍ତି ଛୋଟ ଗୁଡା ଦେଇଛନ୍ତି 1 2 3 4ଟା। ତ ଛାଡ ଏଟାକୁ ତ ଆମେ ଭିଡିଓ ରେକର୍ଡ କରିନି କାରଣ ଏଟା ବହୁତ ଦିନ ଆସିଲାଣି ତ ଏଟା ହବ କି ହବନି ସେ ଗୋଟେକୁ ଆମେ ଟ୍ରାଏ କରିକି ଦେଖିବା। ଆଉ ୟା ଭିତରେ କେତେଟା ମେମ୍ବର ସେମାନେ ଯୋଉ ଡେଲିଭରି ବୟ ଥିଲେ ସେ ଆମ ଭିତରୁ ଇଏ ଗୋଟେ ଦେଖିପାରୁଥିବେ ଏଟା ଗୋଟେ କୋଉ ଜରିର ଅଲଗା ପୁରୀକୁ ମତେ ଦିଆହେଇଛି ଆମାଜନ ଜରି ଭଳିଆ ଲାଗୁଛି ମତେ ଏଟା ଦେଖିପାରୁଥିବେ ହେଇ ଏଟା 4ଟା ସବୁ ଭଲ ଭଲ ବାଲା ଲମ୍ବା ଲମ୍ବା ବାଲା ଦେଇଥିଲେ ତାକୁ ବି ରିଟର୍ନ କରିଦେଇଛନ୍ତି। ବୋଇତାଳୁ ମଞ୍ଜି ବି ୟା ଭିତରେ ବାହାରୁଛି ଦେଖନ୍ତୁ। ଆଉ ନେକ୍ସଟ ଆମେ ଦେଖିବା ଏଥିରେ ଦେଖନ୍ତୁ ଏଥିରେ ବି ସେଇ 4ଟା ଅଛି ଏଥିରେ ବି 4ଟା ରହିଲା ଏଗୁଡା କ୍ଲେମ କରିବନି ନା ଏଗୁଡା ପାଖାପାଖି ମାଠିଆ ଉପରେ ଆସିକି ତା ଭିତରୁ ରହିଲାନି ଆମ ପ୍ରଡକ୍ଟ ଡେଲିଭରି ବୋଲି ଦେଖିଲାନି ଆମେ କ୍ଲେମ କରିବା ଦିନେ ଏଥିରୁ କ୍ଲେମ ବି କରି ସରିତାନି। ଆଉ ଏଟା ଲାଷ୍ଟ ତାର ଦେଖନ୍ତୁ ତ ଏଥିରେ 5ଟା ମୁଁ ଦେଇଥିନି ଏଇଗୁଡା ଯୋଉ ଖରାପ ଭାବିପାରୁଛନ୍ତି ଏଟା ଜଷ୍ଟ କଲର ପଡିଛି କିନ୍ତୁ ଖରାପ କିଛି ନାହିଁ ଭଲ ଗୁଡା ସବୁ ଅଛି ସବୁ ରିଟର୍ନ ଦେଖିଲେ ଆପଣଙ୍କ ଆଗରୁ ଖୋଲିକି ଦେଖିନି। ଆଉ କୋଉ ଭଳି କ୍ଲେମ ହବ ମୁଁ ନେକ୍ସଟ ଭିଡିଓରେ ଦେଖେଇବି। ଯଦି ଭିଡିଓଟି ଭଲ ଲାଗିଥାଏ ତ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ କରିବେ ଏଇଭଳି ଭିଡିଓ ଆପଣଙ୍କ ପାଇଁ ଆଗକୁ ନେଇ ଆସିବି।